ଆଉ ଡାକୁ ରେଡି ଆଜି ତାକୁ ସସ୍ପେଣ୍ଡ କରିବି। ଏଇଟା କଣ ତାମସା କରିବା ପାଇଁ କହୁଛୁ କି? ଏଠି ଗ୍ରିଭେନ୍ସ ନଉଛି କଣ ପାଇଁ ଗ୍ରିଭେନ୍ସ ନଉଛି ମୁଁ? ହଠାତ୍ ରାଗିଗଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ମୟୂରଭଞ୍ଜ ଜିଲ୍ଲା ମରଡ଼ା ବ୍ଲକ ମରଡ଼ା ପଞ୍ଚାୟତ ସମିତି ଅଫିସରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। ପଇସା ଦେଇଛି ପଇସା କାଇଁ ପାଇବନି? କେତେ ଟଙ୍କା ତମେ ଦେଇଥିଲ ଆପ୍ଲିକେସନ? सर मो एप्लीकेशन फास्ट ମତେ ଦେଇଥିଲ ଆପଣ ଆସିଲେ ଫାଷ୍ଟ କିଏ ଭିଡିଓ ସାଙ୍ଗେ ସାଙ୍ଗେ ଏକ୍ସପ୍ରେସନ ମାଗୁନ ତାକୁ ସସ୍ପେଣ୍ଡ କରିବ। ତେବେ ଅଭିଯୋଗ ପ୍ରକୋଷ୍ଠରେ ଲୋକମାନେ ଜଣଙ୍କ ପରେ ଜଣେ ଆସୁଥିଲେ ଆଉ ସେମାନଙ୍କ ଦୁଃଖ କହୁଥିଲେ। ମନ୍ତ୍ରୀ ସେଠାରେ ବସି ସବୁ ଶୁଣୁଥିଲେ, ପୁଣି ସମାଧାନ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଉଥିଲେ। ହେଲେ ହଠାତ୍ ପ୍ରକୋଷ୍ଠ ମଧ୍ୟରେ ରାଗି ଉଠିଲେ ମନ୍ତ୍ରୀ ଆଉ ଚଢ଼ା ଗଳାରେ କହିଲେ, ଡାକ ତାଙ୍କୁ ଆଜି ସସ୍ପେଣ୍ଡ କରିବି। ଆଉ ଡାକୁ ରେଡି ଆଜି ତାକୁ ସସ୍ପେଣ୍ଡ କରିବି। ଏଇଟା କଣ ତାମସା କରିବା ପାଇଁ କହୁଛୁ କି? ଏଠି ଗ୍ରିଭେନ୍ସ ନଉଛି କଣ ପାଇଁ ଗ୍ରିଭେନ୍ସ ନଉଛି ମୁଁ? ଲୋକଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ମୁଁ ଦେଇଥିଲି ଗ୍ରିଭେନ୍ସ କାଇଁ କରିବି? କଣ ପାଇଁ ଏଇ ଭିଡିଓ ତ କିଏ କିଏ ଅଛନ୍ତି ସମସ୍ତେ ଡାକନ୍ତୁ ଆଜି। ପାଲା ଚାଲିଛି କି ପାଇଁ ଏଠି ମୁଁ ଗ୍ରିଭେନ୍ସ ନେବା ପାଇଁ ଆସିଛି? ସବୁବେଳେ ଧୀରସ୍ଥିର ଭାବେ କଥାବାର୍ତ୍ତା କରୁଥିବା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଏପରି ଗରମ ମିଜାଜରେ ଦେଖି ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ମିଳିଥିବା ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ମରଡ଼ା ବ୍ଲକ ପରିସରରେ ଜନ ଅଭିଯୋଗ ଶୁଣାଣି ଚାଲିଥିଲା। ଜଣେ ମହିଳା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଇଥିବା ଘର ଅସମ୍ପୂର୍ଣ୍ଣ ଥିବା ମନ୍ତ୍ରୀଙ୍କୁ କହିଥିଲେ। କେବଳ ସେତିକି ନୁହେଁ, ଯନ୍ତ୍ରୀ ଓ ସରପଞ୍ଚ ଜାଣିଶୁଣି ତାଙ୍କୁ ହଇରାଣ ହରକତ କରୁଥିବା ସେ ପ୍ରକାଶ କରିଥିଲେ। ଏପରିକି ପୂର୍ବରୁ ଥରେ ମନ୍ତ୍ରୀଙ୍କୁ ଭେଟି ସେ ଅଭିଯୋଗ କରିଥିବା ମଧ୍ୟ ଜଣାଇଥିଲେ। ଆଉ ସମାନ ଅଭିଯୋଗ ଦ୍ୱିତୀୟ ଥର ପାଇଁ ଶୁଣିବା ମାତ୍ରେ ରାଗି ଯାଇଥିଲେ ମନ୍ତ୍ରୀ। ପଇସା ଦେଇଛି ପଇସା କାଇଁ ପାଇବନି? କେତେ ଟଙ୍କା ତମେ ଦେଇଥିଲ ଆପ୍ଲିକେସନ? सर मो एप्लीकेशन फास्ट ମତେ ଦେଇଥିଲ ଆପଣ ଆସିଲେ ଫାଷ୍ଟ କିଏ ଭିଡିଓ ସାଙ୍ଗେ ସାଙ୍ଗେ ଏକ୍ସପ୍ରେସନ ମାଗୁନ ତାକୁ ସସ୍ପେଣ୍ଡ କରିବ। ଫାଷ୍ଟ ଆପଣ ଆସିଲେ ଏଇଟା କଣ ତାମସା କରିବା ପାଇଁ କହୁଛୁ କି? ଏଠି ଗ୍ରିଭେନ୍ସ ନଉଛି କଣ ପାଇଁ ଗ୍ରିଭେନ୍ସ ନଉଛି ମୁଁ? ଲୋକଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ମୁଁ ଦେଇଥିଲି ଗ୍ରିଭେନ୍ସ କାଇଁ କରିବି? କଣ ପାଇଁ ଏଇ ଭିଡିଓ ତ କିଏ କିଏ ଅଛନ୍ତି ସମସ୍ତେ ଡାକନ୍ତୁ ଆଜି। ପାଲା ଚାଲିଛି କି ପାଇଁ ଏଠି ମୁଁ ଗ୍ରିଭେନ୍ସ ନେବା ପାଇଁ ଆସିଛି? ଯଦି ଇନକ୍ୱାରି ହେଲା ଇନକ୍ୱାରି କାହିଁକି ହେଲା ନାହିଁ ଇମିଡିଏଟ୍ 7 ଦିନ ଭିତରେ କାହିଁକି ରିପୋର୍ଟ ହେଲା? ଜଣେ ଦ୍ୱିତୀୟ ଥର କାହିଁକି ମୋ ପାଖକୁ ଆସିବ? ଆଉ ଡାକୁ ରେଡି ଆଜି ତାକୁ ସସ୍ପେଣ୍ଡ କରିବି। ଆରେ ଏଠି କଣ ସବୁ ଡିପାର୍ଟମେଣ୍ଟକୁ ନେଇକି ମୁଁ ଏଠି ତାମସା କରିବା ପାଇଁ ବସିଛି? ଗ୍ରିଭେନ୍ସ ୱାନ୍ସ ଆସିବେ, ସେକେଣ୍ଡ ଟାଇମ୍ ହବ ଗ୍ରିଭେନ୍ସ କେହି ଆସିବେନି, ତା ସମାଧାନ ହବ। ଜଣେ ଗରିବ ଲୋକ ସମସ୍ୟାର ସମାଧାନ ପାଇଁ ଅଭିଯୋଗ ପ୍ରକୋଷ୍ଠକୁ କାହିଁକି ବାରମ୍ବାର ଆସୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। କାହିଁକି ତାଙ୍କ କାମ ଠିକ୍ରେ ହେଉନାହିଁ? 7 ଦିନ ମଧ୍ୟରେ କାହିଁକି କାମ ସରିନି? ତୁରନ୍ତ ସେ ଯନ୍ତ୍ରୀଙ୍କୁ ଡାକ ଆଜି ସସ୍ପେଣ୍ଡ କରିବି। ଲୋକଙ୍କ ଅଭାବ ଅସୁବିଧା ଦୂର କରିବା ପାଇଁ ସମସ୍ତଙ୍କୁ ଠିକ୍ରେ କାମ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହି ଅଭିଯୋଗ ଶୁଣାଣି ବେଳେ ମୟୂରଭଞ୍ଜ ଏଡିଏମ୍, ବ୍ଲକ ବିଡିଓ ଏବଂ ଅନେକ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ। ତେବେ କେହି ବି ଦ୍ୱିତୀୟ ଥର ପାଇଁ ମୋ ପାଖକୁ ଅଭିଯୋଗ କରିବାକୁ ଆସିବେ ନାହିଁ। ଥରକରେ ହିଁ ଲୋକଙ୍କ କାମ କର ବୋଲି କହିଥିଲେ ମନ୍ତ୍ରୀ। ଆଉ କାହିଁକି ଆଜି ପର୍ଯ୍ୟନ୍ତ ଏ ମହିଳାଙ୍କର ସମସ୍ୟାର ସମାଧାନ ହୋଇନାହିଁ ବୋଲି ପ୍ରଶ୍ନ କରିବା ସହିତ ହଠାତ୍ ମନ୍ତ୍ରୀ ରାଗି ଯାଇ ଅଧିକାରୀମାନଙ୍କୁ ଗାଳି କରିଥିବା ଦେଖିବାକୁ ମିଳିଛି।